ଆମ୍ଭେମାନେ ଉତ୍ତମ ନିୟମ ମାନିବା ଉଚିତ। ଉତ୍ତମ ନିୟମମାନ ମାନିଲେ ସୁଖୀ ଲମ୍ବା ଆୟୁଷ ପ୍ରାପ୍ତି ହୋଇଥାଏ। ଯଥା ବାସି ମାଂସ ଖାଅ ନାହିଁ। 2 ବୟସ୍କା ନାରୀଙ୍କ ସହିତ ସହବାସ କର ନାହିଁ। 3 ସଙ୍ଗେ ସଙ୍ଗେ ତିଆରି ହୋଇଥିବା ଦହି ଖାଇବେ ନାହିଁ। 4 ଗର୍ଭବତୀ ସ୍ତ୍ରୀ ସହିତ ସହବାସ କରିବା ଅନୁଚିତ। 5 ରାତ୍ରିରେ ଫଳ ଖାଇବା ଅନୁଚିତ। 6 ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ପରିସ୍ରା କରିବା ଅନୁଚିତ। 7 ବରଗଛ, ଅଶ୍ୱତ୍ଥ ଗଛ, ଦେବ ମନ୍ଦିର, ନଦୀ, ଶ୍ମଶାନ ଘାଟ ଗନ୍ଧା ନ କରିବା ଉଚିତ, ଅପରିଷ୍କାର କରିବା ଅନୁଚିତ। 8 ଖାଇବା ସମୟରେ କେବେ ରାଗ କରିବେ ନାହିଁ। 9 ଦହି ଏବଂ ମୂଳା ଏକା ସାଙ୍ଗରେ ଖାଇବେ ନାହିଁ। 10 ଲାଉ ଏବଂ ହରଡ଼ ଡାଲି ଖାଇବା ଉଚିତ ନୁହେଁ। ଖାଇଲେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ। କେତେକାଂଶରେ ଦେଖାଯାଏ କିଛି କିଛି ଲୋକମାନଙ୍କର ଖାଇଲେ କିଛି ଅସୁବିଧା ନାହିଁ, ତଥାପି ଏହାର ଶାସ୍ତ୍ରଗତ କହୁଛି ଲାଉ ଏବଂ ହରଡ଼ର ଡାଲି ଖାଇବା ଅନୁଚିତ। 11 ନମ୍ବରରେ ମାଛ ଦୁଧ ସାଙ୍ଗରେ ଖାଅ ନାହିଁ। 12 ପିଲାଙ୍କ ସାମ୍ନାରେ ଗୁପ୍ତ କଥା ଏବଂ ଅଶ୍ଳୀଳ କଥା କୁହ ନାହିଁ। 13 ପଡ଼ୋଶୀ ବ୍ରାହ୍ମଣ ତଥା ସମ୍ପନ୍ନ ବ୍ୟକ୍ତି ସହିତ କଥାବାର୍ତ୍ତା କର। 14 ଚିକିତ୍ସକ ଅର୍ଥାତ୍ ବୈଦ୍ୟଙ୍କ ସହିତ ଭୁଲରେ ଶତ୍ରୁତା କର ନାହିଁ। 15 ରୋଗ ଏବଂ ଶତ୍ରୁ ଏ ଦୁଇଟିକୁ ଛୋଟ କେବେ ଭାବିବେ ନାହିଁ। ନମ୍ବର 16 ହେଲା ଇଚ୍ଛା ନହେଲେ ଯାତ୍ରା କର ନାହିଁ। ଜୟ ଜଗନ୍ନାଥ।